हेलो फ्रेंड्स ଆପଣଙ୍କୁ ଓଡ଼ିଶା ଏକ୍ଜାମ ଚ୍ୟାନେଲକୁ ସ୍ୱାଗତ କରୁଛି। ଯେଉଁ ଭାଇ ଭଉଣୀ ମାନେ OTT 2025 ଅନଲାଇନ୍ ଆପ୍ଲାଏ କରିଛନ୍ତି, OTT 2025 ଏକ୍ଜାମ ଦେବା ପାଇଁ ଆବେଦନ କରିଛନ୍ତି, ସେମାନେ ନିଶ୍ଚୟ ଅପେକ୍ଷା କରିଛନ୍ତି ସେମାନଙ୍କର ଆଡ଼ମିଟ୍ କାର୍ଡ଼କୁ। ଆଡ଼ମିଟ୍ କାର୍ଡ଼ କେବେ ଆସିବ, କିପରି ଡାଉନଲୋଡ଼ କରିବେ, ଆସନ୍ତୁ ଆଜି ଏହି ଭିଡ଼ିଓ ଜାଣିବା। ତା ପୂର୍ବରୁ ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରିନିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ଦବାବାକୁ ଭୁଲିବେନି। ଦେଖନ୍ତୁ, ଯଦି ଆପଣ OTT ଆଡ଼ମିଟ୍ କାର୍ଡ଼ 2025 ରିଗାର୍ଡ଼ିଂ ଲେଟେଷ୍ଟ ଅପଡ଼େଟ୍, ଲେଟେଷ୍ଟ ଇନଫର୍ମେସନ୍ ଏବଂ ଡାଉନଲୋଡ଼ ଲିଙ୍କ୍ ଆପଣ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣ ଗୁଗଲ ସର୍ଚ୍ଚରେ ଟାଇପ୍ କରିବେ odishaexams.com। ଟାଇପ୍ କରିକି ସର୍ଚ୍ଚ କଲେ ଆପଣ এই লিঙ্ক পাইଯିବେ। লিঙ্ক ପାଇଲେ ସେଇ ଲିଙ୍କରେ କ୍ଲିକ୍ କରିକି এই ପେଜ୍କୁ ଆସିପାରିବେ। ଏଠାରେ ଦେଖିବେ OTT ଆଡ଼ମିଟ୍ କାର୍ଡ଼ 2025 କମିଂ ସୁନ୍ ସେକ୍ସନରେ ଅଛି। এই লিঙ্ক ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲେ ଆପଣ এই ପେଜ୍କୁ ଆସିଯିବେ। OTT ଆଡ଼ମିଟ୍ କାର୍ଡ଼ 2025 ଡାଉନଲୋଡ଼ PSCODisha.ac.in। এই ପୋଷ୍ଟରେ ଆପଣ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ତା ସହିତ ଡାଉନଲୋଡ଼ ଲିଙ୍କ୍ ମଧ୍ୟ ଆପଣଙ୍କୁ ଆପଣ ପାଇପାରିବେ। ଏଠାରେ ଦେଖନ୍ତୁ OTT ଆଡ଼ମିଟ୍ କାର୍ଡ଼ 2025 ପେପର୍ 1 ପେପର୍ 2 ଡାଉନଲୋଡ଼ ଲିଙ୍କ୍। এই ଲିଙ୍କରେ କ୍ଲିକ୍ କଲେ ଆପଣ ଡାଇରେକ୍ଟ ଆପଣ ଅଫିସିଆଲ୍ ୱେବସାଇଟ୍ ଯାହାକି BSCODisha.ac.in ୱେବସାଇଟ୍କୁ ଆସିଯିବେ। ଏଠାରେ ଆପଣ ଲିଙ୍କ୍ ଦେଖିବାକୁ ପାଇବେ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ର। ଆପଣ ସେଇ ଲିଙ୍କରେ କ୍ଲିକ୍ କରିକି ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିପାରିବେ। ବର୍ତ୍ତମାନ ଜାଣିବା ଆଡ଼ମିଟ୍ କାର୍ଡ଼ କେବେ ଆପଣଙ୍କର ଆସିବାକୁ ଯାଉଛି। ଦେଖନ୍ତୁ, ତଳ ଦିନେ ଆମେ ଗୋଟେ ଆର୍ଟିକଲ୍ ଆସିଥିଲା। ଏଠାରେ ଦେଖନ୍ତୁ ଲେଖା ଅଛି ଡିସେମ୍ବର 10 ତାରିଖରୁ ପରୀକ୍ଷାର୍ଥୀଙ୍କ ଆଡ଼ମିଟ୍ କାର୍ଡ଼ ଉପଲବ୍ଧ ହେବ। ବୋର୍ଡ଼ ୱେବସାଇଟ୍ରେ www.bscodisha.ac.in ଯାଇ ପରୀକ୍ଷାର୍ଥୀମାନେ ଅନଲାଇନ୍ରେ ଫର୍ମ ପୂରଣ କରିପାରିବେ। ଡିସେମ୍ବର 10 ତାରିଖରୁ ପରୀକ୍ଷାର୍ଥୀଙ୍କ ଆଡ଼ମିଟ୍ କାର୍ଡ଼ ଉପଲବ୍ଧ। ଆପଣଙ୍କର ଡିସେମ୍ବର 10ରେ ଆଡ଼ମିଟ୍ କାର୍ଡ଼ ଉପଲବ୍ଧ ହେବ ଏବଂ ଆପଣଙ୍କର ଏକ୍ଜାମ୍ ହେବାକୁ ଯାଉଛି ଡିସେମ୍ବର 17ରେ OTT ପରୀକ୍ଷା। ଆପଣଙ୍କର ଡିସେମ୍ବର 17 ତାରିଖରେ ଆପଣଙ୍କର OTT ଏକ୍ଜାମ୍ ହେବ। ଡିସେମ୍ବର 10 ତାରିଖରୁ ଆପଣ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିପାରିବେ। ଏହିପରି ଭାବରେ ଜାଣିପାରିଲେ ଆପଣଙ୍କର ଆଡ଼ମିଟ୍ କାର୍ଡ଼ କେବେ ଇସ୍ୟୁ ହେବାକୁ ଯାଉଛି, ଆପଣ କିପରି ଡାଉନଲୋଡ଼ କରିବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ସାଙ୍ଗସାଥିମାନଙ୍କୁ ସେୟାର କରିବା ଭୁଲିବେନି। ଆପଣ ଆମ ଭିଡ଼ିଓ ଦେଖୁଥିବାରୁ ବହୁତ ବହୁତ ଧନ୍ୟବାଦ।